ନମସ୍କାର ଦର୍ଶକ ବନ୍ଧୁ, ଆପଣ ଜାଣିଛନ୍ତି କି 1857 ମସିହା ସିପାହୀ ବିଦ୍ରୋହ ପୂର୍ବରୁ ଓଡ଼ିଶା ମାଟିରେ ଇଂରେଜମାନଙ୍କ ବିରୁଦ୍ଧରେ ଏକ ଭୟଙ୍କର ସଂଗ୍ରାମ ହୋଇଥିଲା। ସେତେବେଳର ଅଲ୍ ଇଣ୍ଡିଆ ଗଭର୍ଣ୍ଣର ଥିଲେ ଫ୍ରାନ୍ସିସ୍ ହାଷ୍ଟିଙ୍ଗ। ସିଏ 1813ରୁ 1823 ଇଣ୍ଡିଆର ଗଭର୍ଣ୍ଣର ଥିଲେ। ସେହି ସମୟର ସଂଗ୍ରାମୀ ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ଭମର ବର ରାୟ। ଆସନ୍ତୁ ଜାଣିବା ଓଡ଼ିଶାର ସେହି ବୀର ସନ୍ତାନଙ୍କ କାହାଣୀ। ତାଙ୍କର ଜନ୍ମ ହୋଇଥିଲା 1773 ମସିହା ଖୋର୍ଦ୍ଧା ଅଞ୍ଚଳରେ। ଗ୍ରାମ ଥିଲା ଗୋଡ଼ରଡ଼ଙ୍ଗା। ସେ ଥିଲେ ଖୋର୍ଦ୍ଧା ରାଜ୍ୟର ପାଇକ ସେନାର ସେନାପତି, ଯାହାକୁ ପାଇକ ବକ୍ସି ବୋଲି କୁହାଯାଏ। ପାଇକମାନେ ଥିଲେ ଓଡ଼ିଶାର ପାରମ୍ପରିକ ଯୋଦ୍ଧା, ଯେଉଁମାନେ ରାଜ୍ୟକୁ ସୁରକ୍ଷା ଦେଉଥିଲେ। ଯେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶାକୁ ଦଖଲ କଲା, ସେତେବେଳର ରାଜା ମୁକୁନ୍ଦ ଦେବ ଦ୍ୱିତୀୟଙ୍କଠୁ ରାଜ୍ୟ ଛଡ଼େଇ ନେଇଥିଲେ ଏବଂ ତାଙ୍କୁ ପେନସନରେ ରଖିଥିଲେ। ପାଇକମାନଙ୍କର ଜମି ଓ ଭତ୍ତା ଛଡ଼େଇ ନିଆଗଲା। ବକ୍ସିଙ୍କର ମଧ୍ୟ ତାଙ୍କ ଅଧିକାର ଓ ସମ୍ମାନ ହରାଇ ଦିଆଗଲା। ଏହି ଅନ୍ୟାୟ ଓଡ଼ିଶା ଲୋକଙ୍କୁ ବିଦ୍ରୋହ ପାଇଁ ପ୍ରେରିତ କଲା। ତାହାପରେ ପାଇକ ବିଦ୍ରୋହର ଉତ୍ପତ୍ତି ହୋଇଥିଲା 1817 ମସିହାରେ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଆରମ୍ଭ ହେଲା ସେହି ଓଡ଼ିଶାର ଗୌରବ ଗାଥା କହୁଥିବା ପାଇକ ବିଦ୍ରୋହ। ପାଇକମାନେ ଏକତ୍ରିତ ହୋଇ ଇଂରେଜର କଚେରୀ, ଥାନା, ଖଜଣା ଉପରେ ଆକ୍ରମଣ କଲେ। ଖୋର୍ଦ୍ଧା, ପୁରୀ, କଟକ ଅଞ୍ଚଳରେ ଇଂରେଜମାନେ ଭୟଭୀତ ହୋଇଯାଇଥିଲେ। ଏହା ଏକ ବିଦ୍ରୋହ ନଥିଲା, ଏହା ଥିଲା ସ୍ୱାଧୀନତା ପାଇଁ ନିଜର ଆତ୍ମସମ୍ମାନର ଲଢ଼େଇ ଥିଲା। ଦୀର୍ଘ ସମୟ ଯୁଦ୍ଧ ପରେ ଇଂରେଜମାନେ ବହୁ ସେନା ନେଇ ପାଇକମାନଙ୍କୁ ଦମନ କରିଥିଲେ, କିନ୍ତୁ ବକ୍ସି ଜଗବନ୍ଧୁ ହାର ମାନିନଥିଲେ। ବର୍ଷ କାଳ ଧରି ସେ ଜଙ୍ଗଲରେ ଲୁଚି ସଂଗ୍ରାମ ଜାରି ରଖିଥିଲେ। ଶେଷରେ ନିଜ ଲୋକ ହିଁ ତାଙ୍କୁ ଧୋକା ଦେଇଥିଲେ। ସେ ଶେଷରେ ଧରାପଡ଼ି କାରାଗାରକୁ ପଠାଇ ଦିଆଗଲା। ଆଜି ବକ୍ସି ଜଗବନ୍ଧୁଙ୍କ ସାହସ ପାଇଁ ତାଙ୍କ ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ବୋଲି ସମ୍ମାନ ଦିଆଯାଏ। ସେତେବେଳେ ସିଏ ଥିଲା ଭାରତବର୍ଷର ପ୍ରଥମ ବିଦ୍ରୋହ ଥିଲା ପାଇକ ବିଦ୍ରୋହ। ଇଂରେଜମାନେ ତାଙ୍କ ଉପରେ ବହୁତ ଅତ୍ୟାଚାର କରିଥିଲେ। ଶେଷରେ ସେ 1829 ମସିହା 56 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କ ବଳିଦାନ ଓ ସଂଗ୍ରାମ ଆଜି ମଧ୍ୟ ଓଡ଼ିଶା ଲୋକଙ୍କୁ ଗର୍ବିତ କରେ। ଏମିତି ଲୋକ 100 ବର୍ଷରେ ଥରେ ଜନ୍ମ ନିଅନ୍ତି। ଏହା ଆଜି ବି ଓଡ଼ିଶାର ଲୋକ ତାଙ୍କୁ ଗର୍ବର ସହ ମନେ ପକାନ୍ତି। ଯଦି ଆପଣଙ୍କୁ ଓଡ଼ିଶାର ଏଇଭଳି ଗର୍ବମୟ ଇତିହାସ ବିଷୟରେ ଜାଣିବାକୁ ଇଚ୍ଛା, ତାହେଲେ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ ଏବଂ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଆପଣଙ୍କୁ କେମିତି ଲାଗିଲା। ଆଉ କିଛି ଯଦି ଭୁଲ ତ୍ରୁଟି ଥାଏ ତାହେଲେ ମୋତେ କ୍ଷମା କରନ୍ତୁ। ରହିଲି, ଜୟ ଜଗନ୍ନାଥ। ପୁଣି ଶୁଣିବା ନୂଆ ଏକ କାହାଣୀ।